ଅନ୍ୟ ଜଣଙ୍କ ଘରେ ପଶି ଜଣେ ଭଦ୍ର ମହିଳାକୁ ଏମିତି ବ୍ୟବହାର କରାଯାଏ? ତମେ ପୁରୁଷ ନା ଗୋଟେ ନପୁଂସକ? ଆରେ 6 ମାସ ହେଲା ଘର ଭଡ଼ା ବାକି 70,000 ମଦ ବାକି ତମ ତତେ କାହିଁକି ମାଇଲି? ବୋଲି ପର ସ୍ତ୍ରୀକୁ ମାଡ଼ ମାରିବ? 15 ବର୍ଷ ହେଲା ମୋ ମାଇକି ଆଣି ମରିଗଲା। 15 ବର୍ଷ ତଳେ ମୁଁ ବାବା ରାମ ବେଶମ ଧରିଥିଲି। ସମ୍ମାନ ଖାଇ ଆସିଥିଲି ଦୁଟା କିସ୍ ଖାଇବାକୁ। କିସ୍ ତ ଖାଇଲିନି, ଚାପଡ଼ ଖାଇଲି। 10 ମାରିଛି, ଆଉ 15 ମାରିବି। ଓ ବାବୁ, ଏଇଠି 50,000 ଟଙ୍କା। ତମ ଘରେ ତମ ସ୍ତ୍ରୀ ଅଛି? ସ୍ତ୍ରୀ ଅଛି? ଝିଅ ଅଛି? ସ୍ତ୍ରୀ ଜାଗାରେ ଆସିଛନ୍ତି। ଭଉଣୀ ଥିବ? ଝିଅ ନାହିଁ, ସ୍ୱାମୀ। ଭଉଣୀ ଅଛି ନା ନାହିଁ? ଭଉଣୀ ଅଛି। ଯଦି ତମ ଘରେ ତମ ଭଉଣୀ ଅଛି, ଏଇ ରଖ 50,000। ତମ ଭଉଣୀକୁ ମୋ ପାଖକୁ ପଠେଇଦବ। 5ଟା କିସ୍ ଦେବି। ମାଡ଼ ଖାଇବ, ଲଜ୍ଜାଜନକ କଥା। କିନ୍ତୁ ମୋ ଢିଙ୍କି ଧାନ କୁଟିବ। ଆରେ ମୋ କଥା ଟିକେ ଶୁଣ। ଏ ବାବୁ, ମୁଁ ଚନ୍ଦ୍ର ମହାପାତ୍ର, এই সতিয়ার স্বামী। ତମେ ଏଠି ଅଛ ଅଥଚ ও মিস্টর, ମୋ ଘରର ପର୍ସନାଲ ମ୍ୟାଟରରେ ମୁଣ୍ଡ ଖେଳିବାକୁ ତମେ କିଏ? ହୁ ଆର୍ ୟୁ? ସତ୍ୟା, ଶୁଣିଥିଲି ସ୍ୱାମୀ ପାଇଁ ସ୍ତ୍ରୀ କୁଆଡ଼େ ଦେବତା। ଆଉ ତମ ସ୍ୱାମୀ ତ ଦେବତା ନୁହନ୍ତି, ତାଠାରୁ ଆହୁରି ମହାନ। ଆରେ ଏମିତି ସ୍ୱାମୀ ପୁରାଣରେ ଖୋଜିଲେ କୁଆଡ଼େ ମିଳିବନି। କୋଉ ପୁରାଣ କଥା କହୁଛ? ଟଙ୍କା ଟଙ୍କା ଦେଇପାରିବ? ଟଙ୍କା 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 ଟଙ୍କା? ଏଇ ସାମାନ୍ୟ ଟଙ୍କା ପାଇଁ ଗୋଟେ ପରପୁରୁଷ ତମ ସ୍ତ୍ରୀ ଉପରକୁ ହାତ ଉଠାଇ ମାଡ଼ ମାରୁଛି। ତମେ ଚୁପଚାପ ଏଇଠି ଦେଖୁଛ। ଛି ଛି ଛି, ଏଇ ତମର ପୁରୁଷ ପଣିଆ, ଏଇ ତମର ସ୍ୱାମୀ ପଣିଆ। ପରିସ୍ଥିତି ବାଧ୍ୟ କରିଛି ବାବୁ। ସେ ଟଙ୍କା ମୁଁ ଦେବି। ବାବୁ, ଆପଣଙ୍କ ଟଙ୍କାରେ ମୁଁ କେତେ ଦିନ ଚଳିବି? ତା ଛଡ଼ା ମୁଁ ତ ଆପଣଙ୍କ ଘରେ ଆଉ ଚାକିରି କରୁନି ନା, ଆପଣ ମୋତେ ଟଙ୍କା ଦେବେ କାହିଁକି? ଆମେ ଏବେ ଘରକୁ ଫେରି ଆସିଛୁ ବାବୁ। ଆଉ ଘରେ ପହଞ୍ଚୁ ପହଞ୍ଚୁ ଗୀତା ତୋରି ପାଖକୁ ପଠେଇଲା। କାହିଁକି ବାବୁ? କାହିଁକି ନା ଗୀତା ଏବେ ମା ହବାକୁ ଯାଉଛି। ହେ ଭଗବାନ, ଏତେ ବଡ଼ ଖୁସି ଖବର! ଯାହା ହଉ ଠାକୁର ଏତେ ଦିନ ପରେ ମୋ ମାଙ୍କ ଡାକ ଶୁଣିଛନ୍ତି। ତମକୁ ଧନ୍ୟବାଦ ବାବୁ। ଚାଲନ୍ତୁ ବାବୁ, ଆପଣ ମତେ ଶୀଘ୍ର ବାବୁଣି ପାଖକୁ ନେଇ ଚାଲନ୍ତୁ। ଚାଲନ୍ତୁ ବାବୁ, ଚାଲନ୍ତୁ। ଦରମା ଛାଡ଼ିକି 20,000। କ'ଣ ବୁଝିପାରିଲନି ବୋଧେ? ସତ୍ୟ ଯେତେ ଦରମା ପାଉଛି ପାଉ, ହେଲେ ଦରମା ଛାଡ଼ିକି ଏକ୍ସଟ୍ରା 20,000। ବୁଝିପାରିଲେ କି ବୁଝିପାରିଲେନି? ମୋ ସ୍ତ୍ରୀ ଆପଣଙ୍କ ଘରେ ଚାକିରି କରିବ, ଆଉ ଆପଣଙ୍କ ସ୍ତ୍ରୀ ରେଷ୍ଟ ନେବ। ତାଛଡ଼ା ସତ୍ୟା ଯେତେବେଳେ ସୁନ୍ଦରୀ ଆପଣଙ୍କର ସେବା କରିବ, ଏକ୍ସଟ୍ରା 20,000 ଦେବେ ନା? ଦେବେ ନା? ଦେବେ ନା? ବାବୁ, ଆପଣ ତାଙ୍କ କଥା ଜମା ଧରନ୍ତୁନି। ମଦ ପିଇ ତାଙ୍କ ମୁଣ୍ଡ ଏକଦମ ଖରାପ ହେଇଯାଏ। ଚାଲେ ବାବୁ, ଆପଣ ଚାଲେ ଚାଲେ। ହଁ ବାବୁ, ଚାଲେ। ହ୍ୟାଲୋ, ନୂଆ ଗାଡ଼ି ଯେତେ ଡ୍ରାଇଭିଂ କରିବା କଥା କରନ୍ତୁ,
କିଛି କହିବାର ନାହିଁ ହେଲେ ସିଟି ବେଲ୍ଟ ଦବାକୁ ଜମାରୁ ଭୁଲିବେନି। ଚନ୍ଦ୍ର ଆରେ ବାଟରେ ଯୋଉ ବାବୁ ଗଲେ ଈଶ୍ୱର ଈଶ୍ୱର ହଁ ବାପା ଆରେ ତୁ କଣ କହୁଛୁ ମୁଁ ତୋ କଥା କିଛି ବୁଝିପାରୁନି। ଭୋକିଲା ପେଟକୁ ଭାତ ରହିବାକୁ ଛାତ ଆଉ ପିଇବାକୁ ମଦ ଯିଏ ଦିଏ ସେ ଈଶ୍ୱର ନୁହନ୍ତି ତ ଆଉ କଣ? ଆରେ ଚନ୍ଦ୍ର ଆଜି ପୁଣି ମଦ ପିଇଛୁ? ନାଇଁ ନାଇଁ ଆସନ୍ତା କାଲି ପିଇବିନି ବୋଲି କହିଥିଲି। ଆରେ ତା ବୋଲି ସ୍ତ୍ରୀ ରୋଜଗାରରେ ତୁ ମଦ ପିଇବୁ? କିଏ କହିଲା ସ୍ୱାମୀ ରୋଜଗାରରେ ସ୍ତ୍ରୀ ଚଳିବ ଆଉ ସ୍ତ୍ରୀ ରୋଜଗାରରେ ସ୍ୱାମୀ ଚଳିପାରିବନି? ହେ ଚନ୍ଦ୍ର ଆରେ ସ୍ତ୍ରୀ ପରା ଘରର ଲକ୍ଷ୍ମୀ। ଲକ୍ଷ୍ମୀ ବାପା ଏ ଲକ୍ଷ୍ମୀ ଏ ଘରକୁ ଆସିଲେ ଦିନଠାରୁ ମୁଁ ଦାଣ୍ଡର ଭିକାରୀ ହେଇଯାଇଛି। ଆଉ ଆକୁ ବାହା ହେଲା ପରଠାରୁ ମୋ ଚାକିରି ଚାଲି ଯାଇଛି, ମୋ ଭବିଷ୍ୟତ ଅନ୍ଧାର ହେଇଯାଇଛି। ଏ ଲକ୍ଷ୍ମୀ ନୁହେଁ ବାପା, ଏ ଗୋଟାଏ ଡାହାଣୀ ଡାହାଣୀ ଡାହାଣୀ। ଯିବି ବାପା, ମୁଁ ନିଶ୍ଚୟ ଯିବି। କୁଆଡ଼େ ଯିବୁ ରେ ମା? ସେଇ ବାବୁଙ୍କ ଘରକୁ ଯିବି। ତାଙ୍କ ଘରକୁ ଯାଇକି ମୁଁ ପ୍ରତ୍ୟେକ ଦିନ ସକାଳେ ବାବୁଙ୍କୁ ଚା ଦେବି, ଆଉ ବାବୁ ଆଣିକୁ ମେଡିସିନ ଦେବି, ଆଉ ବାବୁଙ୍କ ଜୋତା ପଲିସ କରିବି, ଆଉ ବାବୁ ଆଣିକୁ ପାଲଟଣା ଲୁଗା ବି ଧୋଇବି। ତୁ ପୁଣି ପର ଘରେ ଚାକରାଣୀ କରିବାକୁ ଯିବୁ? ବାପା ସେ କାମଟା ମତେ ଯେତିକି କଷ୍ଟ ନ ଦିଏ ତାଠୁ ବେଶୀ କଷ୍ଟ ଦିଏ ତାଙ୍କ ଘରକୁ ଆସିଥିବା ଅତିଥି ମାନେ ଯେତେବେଳେ କୁହନ୍ତି ତମ ଚାକରାଣୀଟା ନା ଭାରି ଭଲ। ନାଇଁ ରେ ମା ନାଇଁ, ତୁ କୁଆଡ଼େ ଯିବା ଦରକାର ନାହିଁ। ବାପା ତୁ ମୋରି ପାଖରେ ରହି। ନାଇଁ ବାପା, ଚାକରାଣୀ କରିବାର ସୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ନଥାଏ। ନାଇଁ ନାଇଁ ବାପା ତୁ କୁଆଡ଼େ ଯିବୁନି ରେ ମା। ସେ ଈଶ୍ୱର ମୋ ଭାଗ୍ୟ ରେଖା ଲେଖିଲା ବେଳେ ବୋଧେ ତାଙ୍କ କଲମରୁ କାଳି ସରି ଯାଇଥିଲା। ସେଥିପାଇଁ ଦୁଃଖ ଗୁଡାକ ଲେଖା ହେଇଗଲା, ଆଉ ସୁଖ ଗୁଡାକ କୁଆଡେ ଉଭାନ ହେଇଗଲା। ବାପା ଦେଖୁନାହାନ୍ତି, ଏ ଜନ୍ମ ହେଲା ଦିନଠୁ ମୋ ଜୀବନରେ ଖାଲି ଦୁଃଖ ହିଁ ଦୁଃଖ। ମୁଁ ଜନ୍ମ ହେଲି, ମୋ ମାକୁ ଖାଇଲି, ଆଉ ମୋ ବାପା ମତେ ଚୋରି ଚୋରି ଆର ପାରିକି ଚାଲିଗଲେ। ମାମୁଁ ଘରେ ଯାଇ ବଡ ହେଲି ଯେ ଭାତ ଅଳପକୁ ପାଣି ବେଶୀ ଭିଡ଼ିଲା, ଆଉ ମୋ ବାବୁ ମୋ ସୁଖ ପାଇଁ ବାଛି ବାଛି ମତେ ବାହା ଦେଇଥିଲେ। ହେଲେ ମୋ ସ୍ୱାମୀ ମୋ ପାଇଁ ଶତ୍ରୁ ହେଇଗଲା। ତମେ କୁହ ବାପା, ଏତେ ସବୁ ଘଟଣା ପରେ ମୁଁ ଏତେ ବଡ ସୁଖ ଦେଖିବି କେମିତି? ନାଇଁ ରେ ମା ନାଇଁ, ତୁ କୁଆଡ଼େ ଯିବା ଦରକାର ନାହିଁ। ତୁ ମୋରି ପାଖରେ ରହିବୁ। ମୁଁ ପର ଘରେ ମୂଲ ଲାଗି ତୋତେ ପୋଷିବି। ତମେ କିଏ? ତୁ ମତେ ଚିହ୍ନିନୁ? ନା ମୋର ଡାଉଟ୍ ହଉଛି ଚନ୍ଦ୍ର ତମେ ମୋ ସ୍ତ୍ରୀ ଉପରେ ଆକର୍ଷିତ ହେଇ ଆଉ ଆର୍ଜେଷ୍ଟ ହେଇଯାଇନ ତ? ହଁ ତା ପ୍ରେମ ଜାଲରେ ତମକୁ ଫସେଇ ଦେଇନି ତ?